ଯଦି ଆପଣ ମୋ ଉପରେ ରାଗିଛନ୍ତି ମୁଁ ଆପଣଙ୍କ ଝିଅକୁ ଡାକି ଦଉଛି। ଆପଣଙ୍କ ଝିଅ ଯଦି ଆପଣଙ୍କ ଆଗରେ କହିଦବ ମୁଁ ଏ ଘରର କାମ କରିବାକୁ ତାକୁ ବାଧ୍ୟ କରୁଛି, ଆପଣଙ୍କ ଇଚ୍ଛା ଯାହା କହିବା କଥା କହିବା ଆଉ କଣ ହେଲା। ବନ୍ଧ ଲାଗିବ ନା କଣ? ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ହିଁ ନାହିଁ। ପୁରା ମୁଁ ମନକୁ ଡାକି ଦଉଛି, ତୁ ସବୁ ସତ କଥା। ମୁନ ତମର ତ ଟଙ୍କା ପଇସା ଅଭାବ ନାହିଁ, ଅଭାବ ଅଛି କି? ତାହେଲେ ଏଇଠି ଗୋଟେ ଚାକିରି ଆଣିକି ରଖୁନା। ଆଜ୍ଞା ଶୁଣନ୍ତୁ, 10-15 ଜଣଙ୍କୁ ମୁଁ ଚାକରାଣୀ ପାଇଁ କହିଛି। ମୋର ବିଶ୍ୱାସ ଏଇ 2-4 ଦିନ ଭିତରେ ଚାକରାଣୀ ଆସି ଘରେ ପହଞ୍ଚିବ। ହେଲା ଆପଣ ମାନେ ଯଦି କହୁଛନ୍ତି ଆପଣଙ୍କ ଝିଅକୁ ମୁଁ ଡାକି ଦଉଛି, ଆପଣଙ୍କ ଝିଅ ସବୁ ସତ କଥା କହିଦେଲେ ଅଟୋମେଟିକ ଆପଣଙ୍କ ମୁହଁଟା ବନ୍ଦ ହେଇଯିବନି। ବୋଉମା ଶୀଘ୍ର ଆସ, ଦେଖ କିଏ ଘରକୁ ଆସିଛନ୍ତି। ବୋଉମା କୁଆଡେ ଗଲ? ବୋଉମା ଟିକେ ଶୀଘ୍ର। ବୋଉମା ଆସିଲେନି। ଆଚ୍ଛା ମା, ତମ ଭାଇ ତମ ମା କିଏ ଆଇଛନ୍ତି? ତମେ କହିଲ ମା, ଏ ଘର କାମ କରିବାକୁ ମୁଁ ତମକୁ ବାଧ୍ୟ କରୁଛି। ଗୋଟେ ସମସ୍ୟା ହେଇଥିଲେ ସିନା କହିବି, ଏ ଘର ତ ଖାଲି ସମସ୍ୟା ହିଁ ସମସ୍ୟା। ରାତି 4ଟାରେ ଉଠି ବିଛଣା ଧାଇବି ମୁଁ, ଏ ଘରର ସବୁ ବାସି କାମ କରିବି ମୁଁ, ଘର ଓଳେଇବି ମୁଁ, ରୋଷେଇ କରିବି ମୁଁ, ବାସନ ବି ଧୋଇବି ମୁଁ। ଭଉଣୀ ବାହାଘର ବେଳକୁ କଖାରୁ ଭଳିଆ ଥିଲା, ଧରିକିରି ପୁରା ଅଙ୍ଗୁର ହେଇଗଲାଣି। ଓ ତମ ଘରେ ତ ପଇସା ହବ ନାହିଁ, ତମର ଚାକରାଣୀ ରଖୁନ। ହଉଥିଲା ଆପଣ ମାନଙ୍କ କଥା ରହୁ। ମୁଁ ଆପଣଙ୍କୁ କଥା ଦଉଛି, ଏଇ ଦିନେ କି 2 ଦିନ ଭିତରେ ଏ ଘରକୁ ମୁଁ ନିଶ୍ଚୟ ଚାକରାଣୀ ଆଣି ପହଞ୍ଚେଇବି। ହେଲା ଆପଣ ମାନେ ଖୁସି ତ? ବୋଉମା ଆଜିଠୁ ତମେ ମୋ ଘରେ କିଛି କାମ କରିବନି, କେବଳ ଖାଇବ ଆଉ ଶୋଇବ। ଆଜିଠୁ ମୋ ଘରେ ତମ ପାଇଁ ଲାଗୁ ହେଲା ମୋ ଘରର